ସୁଙ୍କୁଲେଇଠାରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା 3 ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ଆଜି ଅପରାହ୍ନ 4 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ସୁଙ୍କୁଲେଇଠାରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ 3 ଦିନ ଧରି ଗୋପାଳକମାନଙ୍କୁ ନେଇ ଆତ୍ମନିଯୁକ୍ତି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନେଇ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ପ୍ରଥମେ ଦିନରେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାମରାଓ ପାଲଙ୍କ ସହ ବିଭାଗର ଅନ୍ୟ ଅଧିକାରୀ ଯୋଗଦେଇ ଶିବିରର ଶୁଭ ଉଦ୍ଘାଟନ କରିଥିଲେ। ଗୋପାଳକଙ୍କୁ ଉନ୍ନତ ଗୋପାଳନ ନୂତନ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଲିଙ୍ଗ ନିରପେକ୍ଷ ଶୁକ୍ରାଣୁ ବ୍ୟବହାର ଦ୍ୱାରା ଉନ୍ନତ ମାନର ଗାଈ ବାଛୁରୀ ଜନ୍ମ ନେଇ ଚାଷୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହା ବ୍ୟତୀତ କାମଧେନୁ ଯୋଜନା, ଗୋ ସମ୍ପଦ ବୀମା, ଟିକାକରଣ, କିଷାନ କ୍ରେଡିଟ୍ କାର୍ଡ ଉପରେ ଆଲୋଚନା ହୋଇଥିଲା। ସେହିପରି ଦ୍ୱିତୀୟ ଦିନରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରତିଭା ପାଢ଼ୀ ପ୍ରମୁଖ ଯୋଗଦେଇ ଗୋପାଳକମାନଙ୍କୁ ଘାସ ଚାଷ ସହ ଗୋପାଳନ ଉପରେ ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିରରେ ଜିଲ୍ଲା ପ୍ରାଣୀ ବିଭାଗ ଅନ୍ୟାନ୍ୟ କର୍ମଚାରୀ ସହ ଅଞ୍ଚଳର ଗୋ ଚାଷୀମାନେ ଯୋଗ ଦେଇଥିବାର ଜଣାପଡ଼ିଛି।